ଓଡ଼ିଶାର ଏକ ଏପରି ଖାଦ୍ୟ ଅଛି ଯାହା ପ୍ରତି ଘରେ ପ୍ରାଥମିକତା ଲାଭ କରିଛି। ଜଣେ ଗରିବର ଜଳଖିଆ ଭାବେ ହେଉ କିମ୍ବା ଜଣେ ଧନୀର ଗ୍ରୀଷ୍ମକାଳୀନ ସଉକ ହେଉ, ସମାଜରେ ସବୁ ଶ୍ରେଣୀର ଜନତାଙ୍କ ଆଦୃତ ଲାଭ କରିଛି ପଖାଳ। ଆଜି ମାର୍ଚ୍ଚ 20 ଅର୍ଥାତ୍ ପଖାଳ ଦିବସ ଭାବେ ପାଳନ କରୁଛନ୍ତି ସମଗ୍ର ଓଡ଼ିଶାବାସୀ। କେବଳ ଓଡ଼ିଶାରେ ନୁହଁ, ଏହା ଏବେ ସାରା ବିଶ୍ୱରେ ଥିବା ଓଡ଼ିଆମାନେ ପାଳନ କରୁଛନ୍ତି ଏବଂ ପଖାଳ ବିଶ୍ୱ ଖାଦ୍ୟ ମାନଚିତ୍ରରେ ଓଡ଼ିଶାକୁ ସ୍ଥାନିତ କରିଛି। ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ପଖାଳ। ବିଭିନ୍ନ ପ୍ରକାରର ପଖାଳ ଯଥା ବାସି ପଖାଳ, ସଜ ପଖାଳ, ଦହି ପଖାଳ, ଛୁଙ୍କଦିଆ ପଖାଳ ଆଦି କେତେ କ'ଣ ପଖାଳ ପ୍ରସ୍ତୁତ ହେଉଛି। 2011 ମସିହାରୁ କିଛି ଓଡ଼ିଆ ଓ ଅଣ-ଓଡ଼ିଆ ଖାଦ୍ୟପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ଆରମ୍ଭ ହୋଇଥିଲା। 2015 ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟ୍ୱିଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା। ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି। 21 ମାର୍ଚ୍ଚ ଦିନଠୁ ଦିନର ଅବଧି ବୃଦ୍ଧି ପାଏ। ଏହା ସହ ରୌଦ୍ରତାପ ମଧ୍ୟ ବୃଦ୍ଧି ଘଟିଥାଏ। ଗ୍ରୀଷ୍ମତାପରୁ ରକ୍ଷା ପାଇବା ପାଇଁ ଓଡ଼ିଆମାନେ ପଖାଳ ଓ ତୋରାଣୀକୁ ଆଦରି ନେଇଥାନ୍ତି। ତେଣୁ ପୂର୍ବଦିନ ମାର୍ଚ୍ଚ 20କୁ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସକୁ ସଭିଏ ପଖାଳ ଖାଇ ପାଳନ କରିଥାନ୍ତି। ତେବେ ପଖାଳ ଦିବସ ଦିନ ଆମେ ପଖାଳ ଖାଇ ଏହାକୁ ପାଳନ କରିବା କଥା ନୁହେଁ, ବରଂ ଚିରାଚରିତ ଜୀବନଶୈଳୀରେ ମଧ୍ୟ ପଖାଳ ବିଦ୍ୟମାନ ହେବା ଆବଶ୍ୟକ। ତାହେଲେ ଆମେ ଓଡ଼ିଆ ପରମ୍ପରା ଚିର ଉଜ୍ଜୀବିତ ହୋଇ ରହିବ, ନହେଲେ କେବଳ ଦିବସ ରୂପେ ପାଳନ ହୋଇ ରହିଯିବ। ତେବେ ପଖାଳ ବିଶେଷ ଭାବେ ଖରାଦିନେ ସବୁ ଓଡ଼ିଆଙ୍କ ଆଦୃତ ହୁଏ। ଗ୍ରୀଷ୍ମ ତାପରୁ ରକ୍ଷା ପାଇଁ, ପେଟ ଥଣ୍ଡା ଏବଂ ଭଲ ନିଦ ପାଇଁ ସମସ୍ତେ ପଖାଳକୁ ଆଦରି ନେଇଥାନ୍ତି। ବର୍ତ୍ତମାନ ସମୟରେ ଯେଉଁ ଜଳବାୟୁ ପରିବର୍ତ୍ତନ ହେଉଛି, ଗ୍ରୀଷ୍ମ ତାପ ପ୍ରାୟ 8 ମାସ ଯାଏଁ ଅନୁଭୂତ ହେଉଛି। ତେଣୁ ପଖାଳ ବାରମାସୀ ଖାଦ୍ୟରେ ପରିଣତ ହେଲାଣି। ପଖାଳ ଭିନ୍ନ ଭିନ୍ନ ନାମରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ପଡ଼ୋଶୀ ଦେଶ ବାଂଲାଦେଶରେ ଖିଆଯାଇଥାଏ। ଆସାମରେ ଏହାକୁ ପୋଇତା ଭାତ, ଛତିଶଗଡ଼ରେ ପଖାଳ ବା ବୋରେ ଭାତ, ବଙ୍ଗଳାରେ ପାନ୍ତ ଭାତ, ଭୋଜପୁରରେ ମାରା ଭାତ ଓ ମାଲୟାଲମରେ ବର୍ଲୁ ଚୋରୁ ବୋଲି କୁହାଯାଇଥାଏ। ପଖାଳ ଶବ୍ଦଟିର ଅର୍ଥ ହେଉଛି ପଖାଳିବା। ସଂସ୍କୃତର ପ୍ରକ୍ଷାଳନ ଶବ୍ଦରୁ ପଖାଳ ଶବ୍ଦର ଉତ୍ପତ୍ତି, ଯାହାର ଅର୍ଥ ଧୋଇବା। ତେବେ ଭାତକୁ ଧୋଇ ପଖାଳର ପ୍ରସ୍ତୁତି ହୋଇଥାଏ। ଭାତରେ ପାଣି ପକାଇ ରଖିଲେ ତାହା ଅଧିକ ସମୟ ଧରି ତିଷ୍ଠି ରହେ, କାରଣ ସେଥିରେ ଅମ୍ଳୀୟ ଗୁଣ ବୃଦ୍ଧି ପାଇଥାଏ। ଓଡ଼ିଆଙ୍କ ପ୍ରମୁଖ ଖାଦ୍ୟ ଭାବେ ପରିଚିତ ପଖାଳ ଆଉ ଗାଉଁଲି ହୋଇ ରହିଯାଇ ନାହିଁ। ଏବେ ପଞ୍ଚତାରକା ହୋଟେଲମାନଙ୍କରେ ମଧ୍ୟ ଓଡ଼ିଆଙ୍କ ମହିମା ମଣ୍ଡନ କରୁଛି ପଖାଳ। ତେବେ ପଖାଳର ଇତିହାସ କେଉଁଠାରେ ଲିପିବଦ୍ଧ ନଥିଲେ ମଧ୍ୟ ଏହା ବହୁ ପୁରାତନ। ମହାପ୍ରଭୁ ଜଗନ୍ନାଥ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଚନ୍ଦନ ଯାତ୍ରା ସମୟରେ ଦହି ପଖାଳ ମଣୋହି କରି ମଦନ ମୋହନ ରୂପେ ଚାପ ଖେଳିବା ପାଇଁ ବାହାରନ୍ତି। ତେବେ ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ କେଉଁ ଅନାଦି କାଳରୁ ଶ୍ରୀମନ୍ଦିରରେ ବିରାଜିତ। ଏଣୁ ପଖାଳର ଇତିହାସ ମଧ୍ୟ ସେତିକି ପୁରୁଣା ବୋଲି ଅନୁମାନ କରାଯାଏ। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅନେକ ପ୍ରକାରର ପଖାଳ ଲାଗି ହୋଇଥାଏ। ସେଥିମଧ୍ୟରୁ ଅନ୍ୟତମ ହେଉଛି ସୁବାସ ପଖାଳ। ପ୍ରଥମେ କୁଡ଼ୁଅରେ ଅନ୍ନ ରନ୍ଧା ହୋଇସାରିବା ପରେ ସେଥିରେ ପାଣି ମିଶାଯାଏ। ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ଲାଗି କରାଯାଏ। ଏହି ଅନ୍ନର ବାସ୍ନା ବେଶ୍ ସୁଗନ୍ଧିତ ହୋଇଥିବାରୁ ଏହାକୁ ସୁବାସ ପଖାଳ କୁହାଯାଏ। 60 ପଉଟି ଭୋଗରେ ଏହି ପଖାଳ ସ୍ଥାନିତ।